ଶ୍ରୀମଦ୍ ଭଗବଦ୍ ଗୀତା ଦଶମ ଅଧ୍ୟାୟ। ଶ୍ରୀ ଭଗବାନ କହିଲେ, ହେ ମହାବାହୁ, ପୁନର୍ବାର ଆମ୍ଭର ଉତ୍କୃଷ୍ଟ ବଚନ ଶ୍ରବଣ କର, କାରଣ ତୁମ୍ଭେ ଆମ୍ଭ କଥା ଶୁଣିବାକୁ ପ୍ରୀତିଯୁକ୍ତ ବୋଲି ତୁମ୍ଭ ଦ୍ୱିତ ମନରେ ଆମ୍ଭେ ତାହା କହିବୁ। ହେ ଅର୍ଜୁନ, ତୁମେ ମହାବାହୁ ଅର୍ଥାତ୍ ଯୁଦ୍ଧାଦି ସ୍ୱଧର୍ମ ପାଳନ ବିଷୟରେ ଅଥବା ମହତ୍ ସେବାଦି ବିଷୟରେ ତୁମ୍ଭର ବହୁତ ଉପଯୁକ୍ତ ଅଟେ। ତୁମ୍ଭେ ଆମ୍ଭର ଉତ୍କୃଷ୍ଟ ବିଭୂତି ବିଷୟକ ବଚନ ପୁନର୍ବାର ଶ୍ରବଣ କର, କାହିଁକିନା ସେ ବିଷୟ ଅତ୍ୟନ୍ତ କଠିନ। ତାହା ସଂକ୍ଷେପରେ କୁହାଗଲେ ହୃଦୟଙ୍ଗମ ହେବା ସମ୍ଭବ ନୁହେଁ। ଅତଏବ ବିସ୍ତାର ରୂପରେ କହୁଅଛୁ, ଶ୍ରବଣ କର। ତୁମ୍ଭେ ଆମ୍ଭ କଥା ଶୁଣି ପ୍ରୀତିଯୁକ୍ତ ହୁଅ ବୋଲି ତୁମ୍ଭରି ହିତ କାମନାରେ ଆମ୍ଭେ ତାହା ବିସ୍ତୃତ ଭାବରେ କହୁଅଛୁ। ଦେବତା ମହର୍ଷିମାନେ ଆମ୍ଭର ଜନ୍ମ ବୃତ୍ତାନ୍ତ ଜାଣନ୍ତି ନାହିଁ, କାହିଁକିନା ଆମ୍ଭେ ଦେବତା ମହର୍ଷିମାନଙ୍କର ସର୍ବପ୍ରକାର ମୂଳ କାରଣ ଅଟୁ। ଯେଉଁ ବ୍ୟକ୍ତି ଆମ୍ଭଙ୍କ ଜନ୍ମଶୂନ୍ୟ କାରଣ ରହିତ ସର୍ବଲୋକ ମହାପ୍ରଭୁ ବୋଲି ଜାଣନ୍ତି, ସେ ବ୍ୟକ୍ତି ମନୁଷ୍ୟମାନଙ୍କ ମଧ୍ୟରେ ମୋହବର୍ଜିତ ହୋଇ ସମସ୍ତ ପାପରୁ ମୁକ୍ତ ହୋଇଯାନ୍ତି। ବୁଦ୍ଧି, ଜ୍ଞାନ, ମୋହଶୂନ୍ୟତା, ସହିଷ୍ଣୁତା, ସତ୍ୟ, ଦମ, ଶମ, ସୁଖ ଦୁଃଖ, ଜନ୍ମ ମରଣ, ଭୟ ଅଭୟ ଏମାନେ ଭିନ୍ନ ହେଲେ ମଧ୍ୟ ଏମାନେ ଆମ୍ଭଠାରୁ ହିଁ ଉତ୍ପନ୍ନ ହୁଅନ୍ତି। ସୂକ୍ଷ୍ମ ଅର୍ଥମାନେ ସଂସାର ରୂପେ ବୁଝିବାକୁ ଅନ୍ତଃକରଣ ଯେଉଁ ଶକ୍ତି ବିଶେଷ ଅଛି, ତାହାକୁ ବୁଦ୍ଧି କୁହାଯାଏ। ଯାହାଦ୍ୱାରା ଆତ୍ମା ଓ ଅନାତ୍ମ ପଦାର୍ଥର ବୋଧ ଜନ୍ମେ, ତାହାକୁ ଜ୍ଞାନ କୁହାଯାଏ। କୌଣସି କର୍ତ୍ତବ୍ୟ ବା ଜ୍ଞାତବ୍ୟ ପଦାର୍ଥ ସମ୍ବନ୍ଧରେ ବ୍ୟାକୁଳ ନ ହୋଇ ସ୍ଥିର ରହିବା ଅସମ୍ମାନର ଚିହ୍ନ ଅଟେ। କୌଣସି ବ୍ୟକ୍ତି ଦ୍ୱାରା ତିରସ୍କୃତ ବା ପୀଡ଼ାପ୍ରାପ୍ତ ହେଲେ ତାହାକୁ ଦଣ୍ଡ ଦେବାର କ୍ଷମତା ଥିଲେ ସୁଦ୍ଧା ଅନ୍ତଃକରଣରେ ଯେଉଁ ବୃତ୍ତି ଦ୍ୱାରା ଦଣ୍ଡ ପ୍ରଭାବରେ ନିବୃତ୍ତି ଜନ୍ମେ, ସେହି ବୃତ୍ତି କ୍ଷମା ନାମରେ ପରିଚିତ। ପ୍ରକୃତ ଘଟଣା ଯଥାର୍ଥ ରୂପେ କହିବା ସତ୍ୟ ଅଟେ। ଅନ୍ତଃକରଣରେ ଯେଉଁ ବୃତ୍ତି ଦ୍ୱାରା ଶ୍ରୋତାଦି ଇନ୍ଦ୍ରିୟମାନେ ଶବ୍ଦାଦି ବିଷୟରୁ ନିବୃତ୍ତ ହୁଅନ୍ତି, ସେହି ବୃତ୍ତିକୁ ଦମ, ଓ ଯେଉଁ ବୃତ୍ତି ଦ୍ୱାରା ଶବ୍ଦାଦି ବିଷୟ ଅନ୍ତଃକରଣର ଅଧିକାର ବିସ୍ତାର କରି ନ ପାରେ, ତାହାକୁ ଶମ କୁହାଯାଏ। ଯେଉଁ ଅବସ୍ଥାରେ ମନୁଷ୍ୟ ଧର୍ମସଙ୍ଗତ ପ୍ରସାଦ ବା ଆନନ୍ଦ ଲାଭ କରେ, ତାହା ଶୂନ୍ୟ, ଓ ଯାହା ଅଧର୍ମରୁ ଉତ୍ପନ୍ନ ମନୁଷ୍ୟମାନଙ୍କର ବିବିଧ ହୋଇ ପରତାପର କାରଣ, ତାହାକୁ ଦୁଃଖ ବୋଲି କୁହାଯାଏ। ଏମାନେ ଏବଂ ଜନ୍ମ ମରଣ, ଭୟ ଅଭୟ ଏସବୁ ଆମ୍ଭଠାରୁ ହିଁ ଉତ୍ପନ୍ନ ହୁଅନ୍ତି। ଅହିଂସା, ସମତା, ଦୃଷ୍ଟି, ତପସ୍ୟା, ଦାନ, ଯଶ, ଅଯଶ ଏ ଭାବ ସବୁ ପ୍ରାଣୀମାନଙ୍କ ଭିନ୍ନ ରୂପେ ଆମ୍ଭଠାରୁ ହିଁ ଉତ୍ପନ୍ନ ହୁଅନ୍ତି। ମନ, ବଚନ ଓ କାୟ ଦ୍ୱାରା କାହାରି ଅନିଷ୍ଟ ନ କରିବାକୁ ଅହିଂସା କୁହାଯାଏ। ସ୍ନେହ ଓ ଶତ୍ରୁତା ତ୍ୟାଗ କରିବା ଅଥବା କୌଣସି ବ୍ୟକ୍ତିର ପଦାର୍ଥ ପ୍ରତି ଶ୍ରଦ୍ଧା ବା ଶତ୍ରୁତା ନ କରିବାକୁ ସମତା ବୋଲି କୁହାଯାଏ। ପ୍ରାରବ୍ଧ ଅନୁସାରେ ଯାହା ମିଳିବ, ସେଥିରେ ସନ୍ତୁଷ୍ଟ ରହିବାର ନାମ ତୁଷ୍ଟି, ଓ କୁଚର ଚାନ୍ଦ୍ରାୟଣ, ପଞ୍ଚାଦି ତୀର୍ଥ ଦର୍ଶନ ଓ ଦେବପୂଜା ଆଦି ଶରୀର ପୋଷଣର ଚେଷ୍ଟାର ନାମ ତପସ୍ୟା। ଧର୍ମସଙ୍ଗତ ଉପାୟ ଦ୍ୱାରା ଅର୍ଜିତ ଧନ ଆଦିରୁ ସତ୍ପାତ୍ର ଅର୍ପଣ କଲେ ତାକୁ ଦାନ ବୋଲି ଜାଣିବ। ଉତ୍ତମ କାର୍ଯ୍ୟ ଓ ଉତ୍ତମ ବ୍ୟବହାର ଦ୍ୱାରା ଯେଉଁ ସୁଖ୍ୟାତି ବା ପ୍ରଶଂସା ଲାଭ ହୁଏ, ତାହାକୁ ଯଶ, ଏବଂ ଅସତ୍ କାର୍ଯ୍ୟ ଓ ଅସତ୍ ବ୍ୟବହାର ହେତୁ ଯେଉଁ ଅଖ୍ୟାତି ବା ନିନ୍ଦା ମିଳେ, ତାହାକୁ ଅଯଶ କୁହାଯାଏ। ପ୍ରାଣୀମାନଙ୍କର ଏସବୁ ଭାବମାନ ଓ ବୁଦ୍ଧି ଓ ଜ୍ଞାନ ପ୍ରଭୃତି ଭାବମାନ କେବଳ ଆମ୍ଭଠାରୁ ହିଁ ଉତ୍ପନ୍ନ ହୁଅନ୍ତି, ଅର୍ଥାତ୍ ସମସ୍ତ ଭାବର ଆଦିକରଣ କେବଳ ଆମ୍ଭେ ହିଁ ଅଟୁ। ଭୃଗୁ ଆଦି ସାତ ଓ ତହିଁ ପୂର୍ବରୁ ସଦାଚାରୀ 4 ମହର୍ଷି ଏବଂ ପରେ ମନୁମାନେ ଆମ୍ଭର ପ୍ରଭାଯୁକ୍ତ ଆମ୍ଭ ମନରୁ ଉତ୍ପନ୍ନ ହୋଇଥିଲେ, ଯେଉଁମାନଙ୍କଠାରୁ ମର୍ତ୍ତ୍ୟଭୁବନରେ ପ୍ରଜାମାନେ ଉତ୍ପନ୍ନ ହୋଇଛନ୍ତି। ସୃଷ୍ଟିର ଆଦି କାଳରେ ପୁରାଣ ପ୍ରସିଦ୍ଧ ଯେଉଁ 7 ମହର୍ଷି ଜନ୍ମଗ୍ରହଣ କରିଥିଲେ ଏବଂ ତତ୍ପୂର୍ବରୁ ସନକାଦି ଯେଉଁ 4 ମହର୍ଷି ଜାତ ହୋଇଥିଲେ ଏବଂ ପରେ ସ୍ୱୟଂଭୂ ପ୍ରଭୃତି ଯେଉଁ 14 ମନୁ ଉତ୍ପନ୍ନ ହୋଇଥିଲେ, ସେମାନେ ସମସ୍ତେ ଆମ୍ଭଠାରୁ ହିଁ ଉତ୍ପନ୍ନ ହୋଇଛନ୍ତି ଏବଂ ସେମାନେ ଆମ୍ଭ ମନର ସଂକଳ୍ପରୁ ହିଁ ଜାତ ହୋଇଥିଲେ। ସୁତରାଂ ସେମାନେ ଅଯୋନିଜାତ ଥିବାରୁ ସାଧାରଣ ମନୁଷ୍ୟମାନଙ୍କ ଅପେକ୍ଷା ଶ୍ରେଷ୍ଠ। ସେମାନଙ୍କ ଜନ୍ମ ଦ୍ୱାରା ଓ ବିଦ୍ୟାଦି ପ୍ରଭାବରେ ଏହି ମର୍ତ୍ତ୍ୟଲୋକରେ ସମସ୍ତ ବ୍ରାହ୍ମଣାଦି ପ୍ରଜାମାନେ ଜାତ ହୋଇଛନ୍ତି। ପୁରାଣରେ ସପ୍ତମହର୍ଷିଙ୍କ ବିଷୟ ଏହିପରି ଲେଖା ଅଛି। ଏହାଦ୍ୱାରା ଭଗବାନ ଏହି କଥା ଜଣାଇଲେ କି କେବଳ ଯେ
ଦୁଇ ଶ୍ଲୋକରେ ନିଖିତ ଭାବଠାରୁ ଆମ୍ଭଠାରୁ ଉତ୍ପନ୍ନ ହୋଇଛି ତାହା ନୁହେଁ। ସମସ୍ତ ପ୍ରଜାଙ୍କର ସୃଷ୍ଟିକର୍ତ୍ତା, ଚତୁର୍ଦ୍ଦଶ ମନୁ ଓ ବେଦମାନଙ୍କର ପ୍ରଚାରକର୍ତ୍ତା ମହର୍ଷିମାନେ ମଧ୍ୟ ଆମ୍ଭଠାରୁ ଉତ୍ପନ୍ନ ହୋଇଛନ୍ତି। ଅର୍ଥାତ୍ ସକଳ ଜଗତର ସର୍ବ ପ୍ରାଣୀ ଓ ସର୍ବ କ୍ରିୟାର ଆମ୍ଭେ ଏକମାତ୍ର କାରଣ ଅଟୁ। ଯେଉଁ ବ୍ୟକ୍ତି ଆମ୍ଭର ଏହି ବିଭୂତି ଓ ଯୋଗକୁ ଯଥାର୍ଥ ରୂପେ ଜାଣନ୍ତି ସେ ଆମ୍ଭଠାରୁ ତତ୍ତ୍ୱଜ୍ଞାନ ଲାଭ କରନ୍ତି, ଏଥିରେ ସଂଶୟ ନାହିଁ। ଜଗତର ପ୍ରତ୍ୟେକ ପଦାର୍ଥ ନିର୍ମାଣ କରିବା ବିଷୟରେ ଆମ୍ଭର ଯେଉଁ ସାମର୍ଥ୍ୟ ତାହା ମଧ୍ୟ ଯେଉଁ ବ୍ୟକ୍ତି ଶାସ୍ତ୍ରପାଠ ଓ ଗୁରୁ ଉପଦେଶ ଦ୍ୱାରା ଯଥାର୍ଥ ରୂପେ ଜାଣିପାରନ୍ତି ତାଙ୍କର ତତ୍ତ୍ୱଜ୍ଞାନ ନିଶ୍ଚଳତା ସମାଧି ପ୍ରାପ୍ତ ହୁଏ। ସୁତରାଂ ତାଙ୍କର ଅଜ୍ଞାତ ଆଉ କିଛି ରହେ ନାହିଁ, ଏଥିରେ କିଛି ମାତ୍ର ସନ୍ଦେହ ନାହିଁ। ଆମ୍ଭେ ସମସ୍ତ ଜଗତର କାରଣ ଓ ଆମ୍ଭଠାରୁ ବୁଦ୍ଧି ଜ୍ଞାନାଦି ପ୍ରଭୃତି ଉତ୍ପନ୍ନ ହୋଇଛନ୍ତି। ପଣ୍ଡିତମାନେ ଏହା ଜାଣି ପ୍ରୀତିଯୁକ୍ତ ହୋଇ ଆମ୍ଭଙ୍କୁ ଭଜନ କରନ୍ତି। ସେ ଭଗବାନ କହୁଛନ୍ତି ଯେ ଆମ୍ଭେ ଭୃଗୁ ଆଦି ସପ୍ତ ମହର୍ଷି, ସନକ ଆଦି 4 ମହର୍ଷି ଏବଂ ସ୍ୱୟଂଭୂ ପ୍ରଭୃତି 14 ମନୁଙ୍କୁ ମନରୁ ଜାତ କଲୁ। ସେମାନେ ନାନା ଉପାୟରେ ବ୍ରାହ୍ମଣ ଆଦି କରି ବର୍ଣ୍ଣର ପ୍ରଜା ସୃଷ୍ଟି କଲେ। ସୁତରାଂ ଆମ୍ଭେ ଜଗତରେ ପ୍ରାଣୀ ଉତ୍ପତ୍ତିର ଏକମାତ୍ର ମୂଳ କାରଣ ଅଟୁ ଏବଂ ବୁଦ୍ଧି, ଜ୍ଞାନ, ମୋହ, ଶୂନ୍ୟତା, ଅହିଂସା, ସମତା, ତୁଷ୍ଟି ପ୍ରଭୃତି ବିବିଧ ଭାବ ଆମ୍ଭଠାରୁ ଜାତ ହୋଇଛି। ବିବେକୀମାନେ ଏହି ପ୍ରକାର ଜାଣି ପ୍ରୀତିଯୁକ୍ତ ହୋଇ ଆମ୍ଭର ଭଜନ କରନ୍ତି। ସେମାନେ ଆମ୍ଭଠାରେ ମନ, ପ୍ରାଣ ଓ ଇନ୍ଦ୍ରିୟମାନଙ୍କୁ ଅର୍ପଣ କରି ଅନ୍ତଃକରଣରେ ଆମ୍ଭ କଥା ବୁଝନ୍ତି ଓ କୀର୍ତ୍ତନ କରି ସନ୍ତୋଷ ଓ ଶାନ୍ତି ଲାଭ କରନ୍ତି। ପଣ୍ଡିତମାନେ ଏକଥା ଜାଣି ପ୍ରୀତିଯୁକ୍ତ ହୋଇ ଆମ୍ଭଙ୍କୁ ଭଜନ କରନ୍ତି ବୋଲି ପୂର୍ବ ଶ୍ଲୋକରେ କୁହାଯାଇଛି। ଏ ଶ୍ଲୋକରେ ସେହି ପ୍ରୀତିଯୁକ୍ତ ବଚନର ପ୍ରଣାଳୀ ଭଗବାନ ବ୍ୟାଖ୍ୟା କରୁଛନ୍ତି। ସେ ପଣ୍ଡିତମାନେ ଆମ୍ଭଠାରେ ମନ ଅର୍ପଣ କରନ୍ତି, ଅର୍ଥାତ୍ ଆମ୍ଭ ଭିନ୍ନ ଅନ୍ୟ କୌଣସି ଦେବତାଠାରେ ମନ ଦିଅନ୍ତି ନାହିଁ। ଆମ୍ଭଠାରେ ପ୍ରାଣ, ଜୀବନ ବା ଚକ୍ଷୁଦିଶ ଇନ୍ଦ୍ରିୟମାନ ଅର୍ପଣ କରନ୍ତି। ପୁଣି ପରାଞ୍ଚରର ଅର୍ଥାତ୍ ଆପଣାର ସର୍ବଶ୍ରେଣୀୟ ବ୍ୟକ୍ତିମାନଙ୍କୁ ଶ୍ରୁତି ପ୍ରମାଣ ଭକ୍ତି ଦ୍ୱାରା ଆମ୍ଭ କଥା ବୁଝାନ୍ତି ଓ ସେମାନଙ୍କଠାରୁ ଆପେ ବୁଝନ୍ତି। ସେହିପରି ଆମ୍ଭର ଗୁଣାନୁବାଦ କୀର୍ତ୍ତନ କରି ଅଥବା ଆପଣାଠାରୁ ନ୍ୟୁନ ଶିଷ୍ୟାଦିଙ୍କ ନିକଟରେ ବ୍ୟାଖ୍ୟା କରି ସନ୍ତୋଷ ଲାଭ କରନ୍ତି ଏବଂ ସେହି ସନ୍ତୋଷ ହେତୁରୁ ଶାନ୍ତି ସୁଖ ଲାଭ କରନ୍ତି, ମହାତ୍ମ୍ୟ ଲାଭ କରନ୍ତି। ସର୍ବଦା ଏକାଗ୍ର ଚିତ୍ତ ଓ ପ୍ରୀତିପୂର୍ବକ ଭଜନକାରୀଙ୍କୁ ଆମ୍ଭେ ବୁଦ୍ଧିଯୋଗ ପ୍ରଦାନ କରୁ, ଯାହାଦ୍ୱାରା ସେମାନେ ଆମକୁ ପ୍ରାପ୍ତ ହୁଅନ୍ତି। ସେ ଭଗବାନ କହୁଛନ୍ତି କି ଯେଉଁମାନେ ସର୍ବଦା ଆମ୍ଭଠାରେ ଆସକ୍ତ ଚିତ୍ତ ହୋଇ ପ୍ରୀତିର ସହିତ ଆମ୍ଭର ଆରାଧନା କରନ୍ତି, ସେହି ଆରାଧନାରେ ଆମ୍ଭେ ପ୍ରୀତ ହୋଇ ଓ ଅନୁଗ୍ରହ କରି ତାହାକୁ ବୁଦ୍ଧିଯୋଗ ପ୍ରଦାନ କରୁ। ଅର୍ଥାତ୍ ଆମ୍ଭରି କୃପାରେ ସେମାନଙ୍କର ବୁଦ୍ଧି ନିର୍ମଳ ହୁଏ। ସେହି ବୁଦ୍ଧି ଦ୍ୱାରା ସେମାନେ ପରମାତ୍ମା ଜ୍ଞାନ ଲାଭ କରନ୍ତି। ସାଧାରଣ ବୁଦ୍ଧିରେ ପରମାତ୍ମା ପ୍ରତିବିମ୍ବିତ ହୁଅନ୍ତି ନାହିଁ କିମ୍ବା ଶାସ୍ତ୍ରାଦି ପାଠ ଦ୍ୱାରା ବୁଦ୍ଧି ସେପରି ନିର୍ମଳ ହୁଏ ନାହିଁ, ଯହିଁରେ କି ବ୍ରହ୍ମଜ୍ଞାନ ଲାଭ ହେବ। ଅତଏବ ନିର୍ମଳ ବୁଦ୍ଧିଯୋଗ ଲାଭ କରିବାର ଏକମାତ୍ର ଉପାୟ ଭଗବତ୍ କୃପା ଓ ସେହି କୃପା ମିଳିବାର ଏକମାତ୍ର